ଯେତେବେଳେ ଚିନ୍ତିତ ଥିବେ ସେତେବେଳେ ଶ୍ରୀକୃଷ୍ଣଙ୍କର କଥା ଆପଣଙ୍କ ଦୁଃଖ ଦୂର କରିଦେବ। ବନ୍ଧୁଗଣ, ଭଗବାନ କୃଷ୍ଣ କହିଛନ୍ତି ଜୀବନ ଜୀଇବାର ଦୁଇଟି ହିଁ ରାସ୍ତା ଅଛି, ଗୋଟିଏ ତ ଜ୍ଞାନର ମାର୍ଗ ଏବଂ ଅନ୍ୟଟି ହେଉଛି ସଂସାରର ମୋହ ଆଉ ଲାଳସା। ପ୍ରତ୍ୟେକ ମନୁଷ୍ୟ ନିଜ ମନର ଦାସ ହୋଇଥାଏ। ଆମ ମନ ଯେମିତି ରାସ୍ତା ଦେଖେଇଥାଏ ଆମେ ସେମିତି ହିଁ ଚାଲିଥାଉ। ଅନେକ ଲୋକ ଥାନ୍ତି ଯେଉଁମାନେ ଧନ ଧାନ୍ୟ ଏବଂ ବନ୍ଧୁ ପରିବାର ବର୍ଗରେ ସନ୍ତୁଷ୍ଟ ହୋଇନଥାନ୍ତି। ଏହିପରି ଲୋକଙ୍କୁ ଜୀବନରେ ଦୁଃଖ କଷ୍ଟ ଆଉ ଚିନ୍ତା ସବୁବେଳେ ଘେରି ରହିଥାଏ, ଯାହାଠୁ ବଞ୍ଚିବା ପାଇଁ ଗୋଟିଏ ହିଁ ମାର୍ଗ ଶ୍ରୀକୃଷ୍ଣ। ଆଜିର ଏହି ଭିଡିଓରେ ମୁଁ ଏପରି କିଛି ଶ୍ରୀକୃଷ୍ଣଙ୍କର ବାଣୀ କହିବାକୁ ଯାଉଛି ଯାହାକୁ ସମୟ ସମୟରେ ଶୁଣିବା ଦ୍ୱାରା ଦୁଃଖ କଷ୍ଟରୁ ମୁକ୍ତି ମିଳିପାରିବ, ଆଉ ଏହି ବାଣୀକୁ ଆପଣେଇବା ଦ୍ୱାରା ଚିନ୍ତା ଦୂର ହେବ ଏବଂ ଖୁସି ମନ୍ତ ମିଳିବ। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 1. ଅନ୍ୟ ବିଷୟରେ ଭାବିବାଠୁ ଭଲ ଆପଣ ନିଜ କର୍ମ କରନ୍ତୁ। ଅନ୍ୟ ଲୋକ ଯାହା କରୁଛନ୍ତି ସେମାନଙ୍କ କର୍ମ, ତେବେ ସେ ବିଷୟରେ ଭାବି ନିଜ ସମୟ ବର୍ବାଦ କରିବା ଉଚିତ ନୁହେଁ। ତେବେ ବନ୍ଧୁଗଣ, ନିଜ କର୍ମ କରିବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ। 2. ନର୍କର ତିନୋଟି ରାସ୍ତା ଲାଳସା, କ୍ରୋଧ ଏବଂ କାମନା। ଭଗବାନ କୃଷ୍ଣ କହିଛନ୍ତି ମନୁଷ୍ୟ ପାଖରେ ଯଦି ଏହି ତିନୋଟି ଗୁଣ ରହିଛି ତେବେ ସେହି ଲୋକ ନର୍କକୁ ଯାଇଥାଏ। ତେବେ ବନ୍ଧୁଗଣ, ଏହି ତିନୋଟି ଜିନିଷ ଠାରୁ ସର୍ବଦା ଦୂରେଇ ରୁହନ୍ତୁ। 3. କର୍ମ କରି ଚାଲ, ଫଳର ଇଚ୍ଛା ରଖ ନାହିଁ। କେବେ ବି ଫଳର ଇଚ୍ଛା ରଖି କୌଣସି କାର୍ଯ୍ୟ କରନ୍ତୁ ନାହିଁ, କାରଣ କର୍ମର ଫଳ ସବୁବେଳେ ଭଲ ହିଁ ହୋଇଥାଏ। ତେବେ ଏହି ବିଷୟରେ ଚିନ୍ତା କରି ନିଜ କର୍ମରେ ବାଧା ଆଣନ୍ତୁ ନାହିଁ। 4. କ'ଣ ହେଇଥିଲା, କାହିଁକି ହେଇଛି, କ'ଣ ପାଇଁ ହେଉଛି, ଆଉ କ'ଣ ହେବ। ଆପଣ କେବେ ବି ଅତୀତକୁ ଠିକ୍ କରିପାରିବେ ନାହିଁ ଏବଂ ଭବିଷ୍ୟତକୁ ଦେଖିପାରିବେ ନାହିଁ। ତେବେ ଏହି ବିଷୟରେ ଚିନ୍ତା କରି ନିଜର କଷ୍ଟକୁ ଦ୍ୱିଗୁଣିତ କରନ୍ତୁ ନାହିଁ, କେବଳ ନିଜର କର୍ମ କରି ଚାଲନ୍ତୁ। 5. ଯାହା ଆପଣଙ୍କ ଜୀବନରେ ହେଉଛି ଆପଣ ତାକୁ ବଦଳେଇ ପାରିବେ ନାହିଁ। ଜୀବନ ଏବଂ ମୃତ୍ୟୁର ଅନ୍ତରକୁ ଆପଣ କେବେ ମାପି ପାରିବେ ନାହିଁ। ଜୀବନ ବହୁତ ଛୋଟ, ଏହା ଏକ ବିଚାରଧାରା। ଆପଣଙ୍କ ମନ ଛୋଟ ହେଉ କି ବଡ଼ ଏହାକୁ କେବେ ବି ଜାଣିପାରିବ ନାହିଁ। ତେଣୁ ଚିନ୍ତା କରନ୍ତୁ ନାହିଁ, କର୍ମ କରନ୍ତୁ। 6. ଏହି ଶରୀର ଆପଣଙ୍କର ନୁହେଁ ନାହିଁ, ଆପଣ ଏହି ଶରୀରର। ଏହି ଶରୀର 5 ତତ୍ତ୍ୱର ଅଟେ ଏବଂ ଏହା ମଧ୍ୟରେ ହିଁ ଲୀନ ହୋଇଯିବ। ଆତ୍ମା ଆପଣଙ୍କର କ'ଣ, ଆପଣ କେବେ ଏହା ବିଷୟରେ ଭାବିଛନ୍ତି? 7. ଡର ନାହିଁ କି କ'ଣ ହେଇଥିଲା, କ'ଣ ହେଉଛି ଆଉ କ'ଣ ହେବ। ଏହା ବ୍ୟତୀତ ଆପଣ ଧ୍ୟାନ ଦିଅନ୍ତୁ ସତ୍ୟ କ'ଣ। 8. ମନୁଷ୍ୟ ନିଜ ବିଶ୍ୱାସ ସହ ତିଆରି ହୋଇଥାଏ। ତେବେ ଯଦି ବିଶ୍ୱାସ ରଖିବେ ତେବେ ସବୁ କିଛି କରିପାରିବେ। ଯଦି ବିଶ୍ୱାସ କରିବେ ନାହିଁ ତେବେ କିଛି କରିପାରିବେ ନାହିଁ। 9. କ୍ରୋଧ ସବୁ ସମସ୍ୟାର କାରଣ ଏବଂ ମନ ସବୁବେଳେ ଈର୍ଷା ଏବଂ ଚିନ୍ତାରେ ଭରି ରହିଥାଏ। ଏହା ସବୁବେଳେ ଆପଣଙ୍କ ମନରେ ପ୍ରଭାବ ପକାଇଥାଏ। ତେବେ ନିଜ ରାଗକୁ ଆୟତ୍ତରେ ରଖନ୍ତୁ। 10. ଆପଣ ନିଜର କଥା ଶୁଣନ୍ତୁ, ତାହା କରନ୍ତୁ ଯାହା ଆପଣଙ୍କ ମନ ଆପଣଙ୍କୁ କରିବାକୁ କହୁଛି। ସଦା ସର୍ବଦା ନିଜ କାମ ପ୍ରତି ସଚୋଟ ରୁହନ୍ତୁ। 11. ଏହି ଦୁନିଆ ଆପଣଙ୍କର ନୁହେଁ, ଆଉ ନାହିଁ ଆପଣ ଏହି ଦୁନିଆର, ତେବେ କାହିଁକି ନିଜ ଖୁସି ଅନ୍ୟଙ୍କ ଭିତରେ ଖୋଜୁଛ। 12. ସବୁବେଳେ ସତ କୁହନ୍ତୁ। ସତରେ ଆପଣଙ୍କୁ ଲାଭ ନ ମିଳିପାରେ କିନ୍ତୁ ଶାନ୍ତି ନିଶ୍ଚିତ ମିଳିବ।
बंधुगण भिडियोटी भल लागिले भिडियो को गोटिए लाइक एवं आमर सत्य गाइडर यूट्यूब चैनल को सब्सक्राइब करने को भूलिबेनी। धन्यवाद। जय श्री कृष्ण।